ବାହାପୁର ଗ୍ରାମରେ ରାମନବମୀ ଉତ୍ସବ ପାଳିତ। ଏହା 7 ଦିନ ଧରି ଚାଲିବ। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବାହାପୁର ଗ୍ରାମରେ ପ୍ରଭୁ ରଘୁନାଥ ଜୀଉଙ୍କର ଶ୍ରୀ ରାମନବମୀ ଉତ୍ସବ ବେଶ ଧୁମଧାମରେ ପାଳିତ ହେଉଛି। ଏହି ଉତ୍ସବ 7 ଦିନ ଧରି ଚାଲିବ। ପ୍ରଭୁ ରଘୁନାଥଙ୍କର ସହିତ ସାନ ଭାଇ ଲକ୍ଷ୍ମଣ ଏବଂ ମାତା ସୀତା ଓ ହନୁମାନ ଏଠାରେ ପୂଜା ପାଉଛନ୍ତି। କାହିଁ କେଉଁ ଅନାଦି କାଳରୁ ଆଜି ରାମନବମୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ବେଶ ଧୁମଧାମରେ ଏଠାରେ ପାଳିତ ହେଉଛି। ସକାଳୁ ପ୍ରଭୁଙ୍କର ବିଭିନ୍ନ ରୀତିନୀତିର ସହିତ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଏହା ସହିତ ପ୍ରଭୁଙ୍କର ଜନ୍ମଦିନ ଅବସରରେ ଦିନ ତମାମ ବିଭିନ୍ନ ପୂଜା ପାଠ ସହ ପ୍ରଭୁଙ୍କର ଜନ୍ମ ପୂଜା ଅଭିଷେକ ଧୂପ ଦୀପ ସନ୍ଧ୍ୟାବେଳେ ଆଳତି ରାମଚରିତ ମାନସ ପାଠ ପ୍ରସାଦ ସେବନ ସହିତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତମାନଙ୍କର ସମାଗମ ହୋଇଥିଲା। ପ୍ରଭୁ ରଘୁନାଥଙ୍କର ଏହି ଉତ୍ସବ 7 ଦିନ ଧରି ଚାଲିବ, ଅର୍ଥାତ୍ ଚୈତ୍ର ପୂର୍ଣ୍ଣମୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପାଟ ପଟୁଆର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ପକ୍ଷରୁ ସୂଚନା ମିଳିଛି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ। ମୁଁ ତୁଷାରଞ୍ଜନ ନନ୍ଦ ଆଜି ପବିତ୍ର ରାମନବମୀ ଉପଲକ୍ଷେ ମହାପ୍ରଭୁ ରଘୁନାଥଙ୍କୁ ଦର୍ଶନ କରିବାକୁ ଆସିଥିଲି। ନୀଳମ୍ଭୁଜ ଶ୍ୟାମଳ କୁମଳାଙ୍ଗମ୍ ସୀତା ସମାରବିତ ବାମ ଭାଗମ୍ ପାଣଂ ମହାସାୟକ ଚାରୁ ଚାପମ୍ ନମାମି ରାମ ରଘୁବଂଶନାଥମ୍। ପବିତ୍ର ରାମନବମୀ ଠାରୁ ଦୀର୍ଘ 7 ଦିନ ବ୍ୟାପୀ ବର୍ତ୍ତମାନ ଏଠାରେ ରଘୁନାଥ ମନ୍ଦିରରେ ଯାତ୍ରା ଉତ୍ସବ ହୁଏ। ଆମର ସୀତା ଠାବ ଠାରୁ ଆରମ୍ଭ କରି ଲଙ୍କା ପଡ଼ି ଆଉ ପାଟ ପଟୁଆର ସହିତ ହନୁମାନ ଅଙ୍ଗଦ ଏସବୁ ରୂପମାନଙ୍କୁ ନେଇ ଆମର ବାହାପୁର ଗ୍ରାମରେ ଯାତ୍ରା ମହୋତ୍ସବ ବହୁ ଧୁମଧାମରେ ପାଳନ ହୁଏ। ଠାକୁରଙ୍କର ସମସ୍ତ ରୀତିକାନ୍ତି ସହିତ ମହାପ୍ରଭୁ ରଘୁନାଥଙ୍କର ପୂଜା ଅର୍ଚ୍ଚନା କରାଯାଏ। ମହାପ୍ରଭୁ ଚୈତ୍ର ପୂର୍ଣ୍ଣିମା ଦିନ ତାଙ୍କର ସମସ୍ତ ସୈନ୍ୟ ସାମନ୍ତ ବାନର ସେନା ଏବଂ ଭାଲୁକମାନଙ୍କୁ ନେଇ ଖଡ଼ାସାହି ବୋଲି ଗୋଟେ ଜାଗା ଅଛି, ସେଠି ଯାଇ ରାବଣଙ୍କୁ ବଧ କରନ୍ତି ଏବଂ କୈବର୍ତ୍ତମାନଙ୍କର ବାସେଳି ନାଚ ବାସେଳି ଗୀତ ଏହିସବୁ ପରିବେଷଣ ହୁଏ। ପାଟ ପଟୁଆର ସହିତ ମହାପ୍ରଭୁ ପୁଣି ପୁନରାଗମନ କରନ୍ତି। ରାଧେଶ୍ୟାମ ପଣ୍ଡା ଏଠି ଆଜି ରାମନବମୀ ଉତ୍ସବ ହେଉଛି। ସେ କାମ ପୁରାତନ କାଳରୁ ରହି ଆସିଛି। ଆମ ଜେଜେବାପା ବାପା ଥିଲାବେଳୁ ସେ ଦୀର୍ଘ 400 ବର୍ଷର ମନ୍ଦିର। 400 ବର୍ଷ ତଳୁ ରାମନବମୀ ଉତ୍ସବ ପାଳିତ ହେଉଛି। ଆଜିଠୁ ଆରମ୍ଭ କରି 7 ଦିନ ପର୍ଯ୍ୟନ୍ତ ଏ ଉତ୍ସବ ଲାଗି ରହିବ। ପାଟ ପଟୁଆ ସହିତ ହନୁମାନ ଅଙ୍ଗଦ ସବୁ ଗାଁ ପରିକ୍ରମା କରି ଆମର ଯାତ୍ରା ପଡ଼ିଆ ଛଡ଼ା ସେଠି ପ୍ରତିଦିନ ଗାଁ ପରିକ୍ରମା କରିବେ। ଆଜିଠୁ ଆରମ୍ଭ କରି 7 ଦିନ ପର୍ଯ୍ୟନ୍ତ ଦୀର୍ଘ 7 ଦିନ ଚୈତ୍ର ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁର ଗାଁ ପରିକ୍ରମା କରି ଭୋଗ ଖାଇବେ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।